प्रत्येक ओडियाଙ୍କ ଘରେ କିଛି ଥାଉ କି ନଥାଉ ଯଦି ବଡି ଅଛି ତ ସକାଳର ପଖାଳଠୁ ଆରମ୍ଭ କରି ଦିହିପରର ତରକାରୀ ସହିତ ସରି ଯାଇଥାଏ ରୋଷେଇ। ଆଉ ଏତେ ଟେଷ୍ଟ ଲାଗିଥାଏ ଏଇ ବଡି କେବଳ 2 ଦିନ ବି ଲାଗି ନଥାଏ, ରେଡି ହେଇଯାଇଥାଏ ବର୍ଷକ ପାଇଁ ଆପଣ ରଖିପାରିଥାନ୍ତି। କଣ ଆପଣ ଜାଣିଛନ୍ତି ଯାକୁ ଆପଣ ବର୍ଷଠୁ ବି ଅଧିକ କେମିତି ଷ୍ଟୋର କରିକି ରଖିପାରିବେ ଆଉ ପରଫେକ୍ଟ ବଡି କେମିତି ବନେଇ ପାରିବେ? ଚାଲନ୍ତୁ ଦେଖିବା କେମିତି ବନେଇ ପାରିବେ। ତ ଏଇଠି ଆପଣ ଦେଖୁଥିବେ ଫ୍ରେଣ୍ଡ, ମୁଁ ବିରିକୁ ବହୁତ ହି ବଢିଆ ସେ ଧୋଇ ଦେଇକି ଚୋପା ଛଡେଇ ଦେଇଛି। ମୁଁ 7 ରୁ 8 ଘଣ୍ଟା ମାନେ ମୁଁ ରାତି ଯାକ ତାକୁ ଛାଡି ଦେଇଥିଲି, 7 ରୁ 8 ଘଣ୍ଟା ଭିଜି ଯାଇଥିଲା, ଚୋପା ଛଡେଇ ଦେଇଥିଲି। ଆପଣ ଚାହିଁଲେ ଫ୍ରେଣ୍ଡ ଚୋପା ଛଡା ବିରି ନେଇପାରିବେ, କିନ୍ତୁ ଚୋପା ଛଡା ବିରିରେ ବେଶୀ ବାସ୍ନା ଆସିନଥାଏ, ଚୋପା ଲଗା ବିରିରେ ବଢିଆ ବାସ୍ନା ଆସିଥାଏ ବଡି କରିବା ପାଇଁ। ତ ଏଇଠି ଫ୍ରେଣ୍ଡ ସବୁତକ ମୁଁ ଏଇଠି ଦେଇଦେଇଛି। ଏଇଠି ମୁଁ ଆଦୌ ପାଣି ଦେଇନି ମିକ୍ସଚର ଗ୍ରାଇଣ୍ଡରରେ, ଖାଲି ବିରିଟା ଦେଇଦେଇଛି, ପାଣି ପୁରା ଛାଣି ଦେଇଛି। 7 ରୁ 8 ଘଣ୍ଟା ଭିଜେଇ ଦେଇଥିଲି, ପାଣି ପୁରା ଛାଣି ଦେଇଛି। ଏବେ ଆମେ ୟାକୁ ଗ୍ରାଇଣ୍ଡିଙ୍ଗ କରିବା। ଏଇଠି ଫ୍ରେଣ୍ଡ ଧ୍ୟାନ ଦେବେ ପାଣି ନଦେବା ପାଇଁ। ଯଦି ଆପଣ ଶିଳରେ ବାଟୁଛନ୍ତି ତ ବହୁତ ହି ବଢିଆ, ଯଦି ଆପଣ ଗ୍ରାଇଣ୍ଡରରେ ବାଟୁଛନ୍ତି ତ ଯଦି ବି ଆପଣଙ୍କୁ ଲାଗୁଛି କି ନାଇଁ ଟିକେ ଏଇଠି ପାଣି ଲାଗିବ ତ ଆପଣ ଏଇଠି ଅଳ୍ପ ଟିକେ ପାଣି ଦେଇପାରିବେ। ତ ଏଇଠି କରିବାର କଣ ଅଛି ଫ୍ରେଣ୍ଡ, ଅଳ୍ପ ଅଳ୍ପ କରିକି ଚଲାନ୍ତୁ ଆଉ ଅଳ୍ପ ଅଳ୍ପ କରିକି ବିରି ଦିଅନ୍ତୁ। ଯଦି ଆପଣ ଅଧିକ ବିରି ଡାଇରେକ୍ଟ ଦେଇ ଦଉଛନ୍ତି ତ ଆପଣଙ୍କର ଏଇଠି ହବ କଣ, ଭଲସେ ବୁଲିବ ନାହିଁ ଆଉ ଆପଣଙ୍କର ଦରଦରା ରହିବ, ଯୋଉଟା କି ଖାଇବାରେ ଟେଷ୍ଟ ଲାଗିବନି। ତ ଏଇଠି ଫ୍ରେଣ୍ଡ ମଝିରେ ମଝିରେ ଥରେ ହାତ ବି ଚଲାନ୍ତୁ। ଏପରି ଭାବରେ ବାହାର କରିଦେଇକି ଆଉ ପାଣି 2 ରୁ 3 ଚାମଚ ଦେଇପାରିବେ ଆପଣ। ଏଇଠି ଫ୍ରେଣ୍ଡ ଦେଖିପାରୁଥିବେ ମୁଁ 2 ରୁ 3 ଚାମଚ ଦେଇଥିଲି ବହୁତ ବଢିଆ ସେ। ଯଦି ନ ବୁଲୁଛି ତ ପାଣି ଦିଅନ୍ତୁ, ଯଦି ବୁଲୁଛି ତ ପାଣି ଆଦୌ ଦିଅନ୍ତୁ ନାହିଁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ, ଯଦି ବୁଲୁଛି ତ ପାଣି ଆଦୌ ଦେବେନି, ଯଦି ନ ବୁଲୁଛି ପାଣି 2 ଚାମଚ ଦିଅନ୍ତୁ। ଦେଇକି ବହୁତ ବଢିଆ ସେ ହାତରେ ବି ଗୋଳେଇବାକୁ ଚେଷ୍ଟା କରନ୍ତୁ। ଗୋଳେଇଲେ ଏଇପରି ଭାବରେ ପତଳା ହେଇକି ପୁରା ଚିକଣ ହେଇକି ଫାଇନ ପେଷ୍ଟ ବାହାରିବ। ଏଇଠି ଆପଣ ଦେଖିପାରୁଥିବେ ଫ୍ରେଣ୍ଡ ପୁରା ଚିକଣ ହେଇଛି। ଏଇଠି ମୁଁ ଆପଣଙ୍କୁ ପ୍ରଥମେ କାଢିକି ଦେଖେଇ ଦଉଛି କି ବିରି ବଟାଟା କେତେ ବଢିଆ ଭାବରେ ସେ ଚିକଣ ହେଇଛି। ଫ୍ରେଣ୍ଡ ଆଗରୁ ମୋ ଚ୍ୟାନେଲରେ ଅଲରେଡି ବଡିର ବହୁତ ହି ସାରା ରେସିପି ଅପଲୋଡ ଅଛି। ଆଉ ଯଦି ଆପଣ ଏପର୍ଯ୍ୟନ୍ତ ଦେଖିନାହାନ୍ତି ଜଲ୍ଦି ଯାଇକି ଦେଖିପାରିବେ। ଆଉ ଯଦି ଏପର୍ଯ୍ୟନ୍ତ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ନୂଆ ଆସିଛନ୍ତି ତ ଜଲ୍ଦି ଯାଇକି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ। ଏଇପରି ଭାବରେ ନୂଆ ନୂଆ ଭିଡିଓ ଟିପ୍ସ ଟ୍ରିକ୍ ୱିଥ୍ ବୋନସ ପଏଣ୍ଟ ଜାଣିବା ପାଇଁ ଆଉ ଦେଖିବା ପାଇଁ। ଏଇଠି ଫ୍ରେଣ୍ଡ ଆପଣଙ୍କୁ ବଡିଟାର ବ୍ୟାଟରଟାକୁ ଟିକେ ଫେଣି ଦବାର ହବ। ଏଇଠି ଫ୍ରେଣ୍ଡ ଆପଣ ଜାଣିଥିବେ ଯେତେ ଫେଣିବେ ସେତେ ବଡିଟା ଆମର ହାଲକା ହବ ଆଉ ଖାଇବାରେ ମଧ୍ୟ ଫ୍ରେଣ୍ଡ ବଢିଆ ଟେଷ୍ଟ ଲାଗିବ। ତେଣୁକରି ଫ୍ରେଣ୍ଡ ଆପଣଙ୍କୁ ଏଇଠି ଟିକେ ଟାଇମ ଫେଣି ଦବାର ଅଛି। ବହୁତ ହି ବଢିଆ ସେ ଫେଣି ଦେଲେ ଏ ବହୁତ ହି ବଢିଆ ସେ ଫ୍ରେଣ୍ଡ ଆମର ରେଡି ହେଇଯାଇଥାଏ। ଏଇପରି ଭାବରେ ଫ୍ରେଣ୍ଡ ମୁଁ ଟିକେ ବହୁତ ହି ଭଲସେ ଫେଣି ଦଉଛି ତାକି ଆମର ବଡିଟା ପୁରା ହାଲକା ହବ ଆଉ ପକଉ ପକଉ ବଡିଟା ବହୁତ ହି ବଢିଆ ଭାବରେ ହାତରେ ଚାପୁ ଚାପୁ ଭାଙ୍ଗିଯିବ। ତ ଏହିପରି ଭାବରେ ଫେଣି ଦିଅନ୍ତୁ। କେବଳ 10 ରୁ 15 ମିନିଟ ବି ଲାଗିନଥାଏ, ବଢିଆ ସେ ଫେଣି ହେଇଯାଇଥାଏ। ଚାଲନ୍ତୁ ଆମେ ଚେକ୍ କରିବା। ତ ତା ଲାଗି ଫ୍ରେଣ୍ଡ ମୁଁ ଏଇଠି ନେଇଯାଇଛି ପାଣି। ପାଣିରେ ମୁଁ ଏଇଠି ଦେଇଦେଇଛି ଅଳ୍ପ ଟିକେ ଡୋ ପକେଇ ଦେଇଛି। ଆପଣ ଦେଖିବେ ଏଟା ଉପରେ ପୁରା ଭାସୁଛି। ଯଦି ବୁଡି ଯାଇଥିବ ତ ଆପଣ ଜାଣିବେ ଫେଣା ପାଇନି ଆଉ ଆପଣ ବଡି କଲା ଟାଇମରେ ଇଏ ବହୁତ ହି ଜୋରେ ହାଡ ପରିକା ହେଇଯିବ, ମାନେ ପୁରା ଟାଣ ହେଇଯିବ। ତେଣୁକରି ଫ୍ରେଣ୍ଡ ଭଲସେ ଫେଣନ୍ତୁ। ଆପଣ ଦେଖିବେ ମୁଁ ଯେତେ ଥର ପକଉଛି ସେତେ ଥର ଏଇଟା ପାଣିରେ ଉପରକୁ ଉଠି ଯାଉଛି, ତଳକୁ ଯାଇକି ଡାଇରେକ୍ଟ ଉପରକୁ ଉଠି ଯାଉଛି। ଯଦି ତଳେ ବୁଡିଯିବ ତାହେଲେ ଆପଣ ଜାଣିବେ କି ଏଇଟା ଆପଣଙ୍କର ରେଡି ହେଇନାହିଁ। ଏବେ ଦେଖିପାରୁଥିବେ ଫ୍ରେଣ୍ଡ ବହୁତ ବଢିଆ ସେ ଆମର ବଡିଟା ରେଡି ହେଇଯାଇଛି। ଏବେ ଆମେ ଯେକୌଣସି ଜାଗାରେ ଗୋଟେ ତେଲ ଗ୍ରୀସ କରିଦବା। ଆପଣ ଚାହିଁଲେ ଫ୍ରେଣ୍ଡ ଜରି କିମ୍ବା ବସ୍ତା କିମ୍ବା ଆପଣ ଲୁଗା ଉପରେ କିମ୍ବା ତାର ଛାଞ୍ଚରେ କିମ୍ବା ଏଇପରି ଭାବରେ ଥାଳିରେ ବି ମଧ୍ୟ କରିପାରିବେ। ଏଇଠି ଫ୍ରେଣ୍ଡ ମୁଁ ଅଳ୍ପ ଟିକେ ତେଲ ଲଗେଇ ଦଉଛି ତାକି ଆମର ବଡିଟା ବହୁତ ହି ବଢିଆ ସେ ରହିବ ଆଉ ତ ଟୋଟାଲି ବି ଲାଗିବ ନାହିଁ। ଏଇଠି ଦେଖିପାରୁଥିବେ ଫ୍ରେଣ୍ଡ ବ୍ୟାଟର କେତେ ଶୁଖିଲା ପୁରା ପରଫେକ୍ଟ ହେଇଛି। ଠିକ ଏହିପରି ଭାବରେ ଆପଣଙ୍କୁ ବାଟି ଦବାର ଅଛି। ଆପଣ ଏଇଠି ଧ୍ୟାନ ଦେବେ ଫ୍ରେଣ୍ଡ, ଯଦି ଆପଣ ଅଳ୍ପ ଅଳ୍ପ କରିକି ଗ୍ରାଇଣ୍ଡରରେ ଯଦି ଅଳ୍ପ ଅଳ୍ପ କରିକି ଦଉଛନ୍ତି ସୋଦୁଅ ତାହେଲେ ଆପଣଙ୍କର ଏଇଠି ପୁରା ପରଫେକ୍ଟ ହବ ଆଉ ଆଦୌ ଏଇଠି ଆପଣଙ୍କର ପାଣିଆ ହବ ନାହିଁ। ଯଦି ଆପଣ ଶିଳରେ ବାଟୁଛନ୍ତି ତ ଆହୁରି ବହୁତ ବଢିଆ। ତ ଏଇଠି ଫ୍ରେଣ୍ଡ ସବୁତକୁ ଅଳ୍ପ ଅଳ୍ପ କରିକି ଦେଇପାରିବେ। ଆପଣ ଚାହିଁଲେ ଫ୍ରେଣ୍ଡ ଆପଣଙ୍କ ହିସାବରେ ବଡ ସାଇଜ ରଖିପାରିବେ କିମ୍ବା ଚାହିଁଲେ ୟାଠୁ ଆହୁରି ଛୋଟ ରଖିପାରିବେ।
तो ମୁଁ ଏଇଠି ମିଡିୟମ ଠୁ ଟିକେ ଜଷ୍ଟ ହାଲକା ଛୋଟ ରଖିଥିଲି ସାଇଜ ଟା, ଯୋଉଟା କି ଆପଣ ଭାତ ସାଙ୍ଗରେ ପଖାଳ ସହିତ ଖାଇପାରିବେ କିମ୍ବା ଯେକୌଣସି ତରକାରୀରେ ବି ମଧ୍ୟ ବନେଇକି ଖାଇପାରିବେ। ये देखो फ्रेंड बहुत ही बढ़िया से आमर ये बॉडी टा बहुत ही कम टाइम रे रेडी हो फ्रेंड आमको सुखे देवार हम कम से कम 2 दिन जब आप वर्षक रखा चाहते तो जो भाव में खरा टाण खरा हो 2 दिन सुखे दिंतु परफेक्ट आपणकर ये रेडी आदि आप चाहते मझिरे मझिरे टिके चेक करके खरारे भी सुखई पारे 2 मास 3 मास थे चेक करके खरारे सुखातु आ ये वर्षकरू भी अधिक 1.5 वर्ष 2 वर्ष पर्यंत रहिबा किछि खराब होबा नाही। आपनको मु देखौछि फ्रेंड 2 दिनर पूरा टाण खरा 2 दिनर टाण खरा रे बॉडी पूरा सुखी के हाड़ हो जाइछि आ एबे मु देखि पारथे फ्रेंड जदि भांगुछि बहुत ही बड़ा से परफेक्ट पूरा हाथ लगो लगो भी ये भांगी जाउछि ता माने पूरा परफेक्ट हमर ये रेडी हो जाइछि आ देखिले पूरा मार्केट परिका बॉडी रे जाउछि के कहबेनी कि हम एटा निजे घरे बनैछे केटा में किनिके आनिछे ये भाव बॉडी करंतु फ्रेंड करके स्टोर करके रखी दिंतु वर्षक पाई आ पखाल सहित बड़ी चूरा खातु ता सहित आपणकर अलग आइटम भी बनई पारे आगुरी बड़ी पकईकी बहुत ही सारा आइटम बनई देखी जदि देखी ना जल्दी जाकि विजिट करके आप देखिपारे। तो ये देखी पारे फ्रेंड मु तेल टिके नहीं जाइए रिफाइन तेल नहीं आप सोरिष तेल भी चाहिए नहीं पारे तेल टिके गरम है पकईदबा आम बड़ी बड़ी को बहुत ही बढ़िया से फ्रेंड आपको फ्राए करदेवार हम आप चाहिए नॉर्मल भाजी पारे ये मु तेल रे फ्रेंड छाणी देइछि छाणी देके आप बाहर कर दिंतु या पखाल रे खाइबे तरकारी रे भी मते बनै खाइबे बहुत बढ़िया टेस्ट लागिवो खातु पियंतु केमती लाଗୁଛି मते कमेंट माध्यम रे जानतु नेक्स्ट वीडियो आपण पई कोन दरकार ता भी मते कमेंट माध्यम रे जानतु।